ରାମ ନାରାୟଣ ରାମ ଏକ ନାଟକରେ ଜଣେ ବ୍ୟକ୍ତି ରାଜାଙ୍କ ଭୂମିକା ନିଭାଇଥିଲେ। ସେ ସମୟରେ ମୋର ବୟସ 8 ବର୍ଷ ଥିଲା। ମୁଁ ନାଟକ ଦେଖିବାକୁ ଗଲିଥିଲି। ସେହି ରାଜାଙ୍କୁ ଖୁଜୁଳି ହେଉଥିଲା। ସେ ଭୂମିକା କରୁଥିଲେ। ସାଧାରଣତଃ ଅଧି ରାତିରେ ସେଠି ଖୁଜୁଳି ହେଉଥାଏ। ଖୁଜୁଳି ହେଉଥିବା ଏହା ସେ ଧ୍ୟାନ କରିପାରିଲେ ନାହିଁ। ବିଛାନା ଉପରେ ଶୋଇ ଭୂମିକା ନିଭାଇ ଚାଲିଥିଲେ। ରାତି ହୋଇଗଲା। ସେ ଭାବିଲେ ଯେ ସେ ନିଜ ଘରରେ ଅଛନ୍ତି। ସମ୍ବାଦ ଶୁଣି ସେ କହିଲେ, ମୋତେ ଖୁଜୁଳି ହେଉଛି ଫ୍ୟାକ୍ଟୋରିଆଲ। କିନ୍ତୁ ସେଙ୍କ ଦୁର୍ବଳ ଥିବାରୁ ସେଙ୍କ କଥାଗୁଡ଼ିକ ବେକାମୀ ଲାଗିଲା। ମୁଁ ଭାବିଲି, ହତାଶ ଏହି ମଧ୍ୟ ନାଟକର ଏକ ଅଂଶ କିଅ ସେ କହିଥାନ୍ତିଲେ ଏବଂ ଖୁଜୁଳି କରୁଥିଲେ, କିନ୍ତୁ କେହି ଏହାର ଅର୍ଥ ବୁଝିପାରୁନଥିଲେ। ଆମେ ମଧ୍ୟ ଏମିତି ଭାବରେ ଦିଗଭ୍ରମ ହୋଇଯାଉଥାଉ। ପ୍ରେମ, ମମତା ଏବଂ ଅନ୍ୟ ଯେପରି ଭାବଗୁଡ଼ିକ ଖୁଜୁଳିର ପରି ହୋଇଯାଏ। ଆମ ଶରୀରରେ ଘାମ ଲାଗିଲେ ଜଳନ ହୁଏ। ତାପରେ ଭାବିବାକୁ ଲାଗେ, କାହିଁକି ଖୁଜୁଳାଇଲି ଏବଂ ଜଳନରେ ଆମେ ତଡ଼ପୁଥାଉ। ଏଠିର ସବୁ କିଛି ଜଳନରେ ପରିପୂର୍ଣ୍ଣ ଅଟେ। ଯେ କିଛି କର, ଏଠି ପ୍ରତ୍ୟେକ କାମରେ ଦୁଃଖ ଏବଂ ଅବିବେକ ଅଛି। ଯଦି ଜ୍ଞାନ ବିନା ଚାଲିବାକୁ ପଡ଼େ ଏବଂ କିଛି ଅନ୍ଧ ଲୋକ ଆସି କହନ୍ତି, ଚଳନ୍ତୁ, ଘୂରି ଆସିବାକୁ ଯିବା, ତେବେ ଏହା ଅବିବେକ ଅଟେ। କେହି ଦିଗ ଦେଖିପାରୁନଥାନ୍ତି।